କାହା ସହିତ କ'ଣ ଖାଇବ ନାହିଁ। ଘିଅ ସହିତ ଆମିଷ ଖାଇବ ନାହିଁ, ଖାଇଲେ ମୁଣ୍ଡ ରୋଗ ହୋଇଥାଏ। କ୍ଷୀର ସହିତ ଲୁଣ ଓ ଆମିଷ ଭୋଜନ କଲେ ଖାଦ୍ୟ ବିଷାକ୍ତ ହୋଇ ରୋଗ ହୁଏ। ମହୁ ଉଷୁମ କରି ଖାଇବ ନାହିଁ। କଦଳୀ ସହିତ ଦହି ଖାଇବ ନାହିଁ। ସମ ପରିମାଣରେ ଘିଅ ମହୁ ଖାଇବ ନାହିଁ। ଘିଅ ମହୁ ସମ ପରିମାଣରେ ଖାଇଲେ ବିଷାକ୍ତ ହୋଇଯାଏ। ମାଂସ ଭୋଜନ କରିଥିବା ଦିନ କ୍ଷୀର, ଗୁଡ଼, ବିରି ଜାତୀୟ ଖାଦ୍ୟ ଖାଇଲେ ଦୃଷ୍ଟିଶକ୍ତି କମିଯାଏ। ଷ୍ଟିଲ୍ ପାତ୍ରରେ କ୍ଷୀର କିମ୍ବା ଘୃତ ସହିତ ଅନ୍ନ ଭୋଜନ କଲେ ବୁଦ୍ଧିହୀନ ହୋଇଥାଏ। ଭାତରେ ବାଇଗଣ ସିଝାଇ ଖାଇବ ନାହିଁ। କଂସା ପାତ୍ରରେ ନଡ଼ିଆ ପାଣି ପିଇବ ନାହିଁ। ତମ୍ବା ପାତ୍ରରେ ଆମିଷ ଦ୍ରବ୍ୟ ଖାଇବ ନାହିଁ। ତମ୍ବା ପାତ୍ରରେ ମଧ୍ୟ ଘିଅ ରଖିବ ନାହିଁ। ରଖିଲେ ମଦ ତୁଲ୍ୟ ହୋଇଥାଏ। ଅନ୍ଧାରରେ ଭୋଜନ କରିବ ନାହିଁ।